हरे कृष्ण 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 हरे हरे, हरे राम 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 हरे हरे। श्री कृष्ण गोविंद हरे मुरारे, हे नाथ नारायण वासुदेवा। श्री कृष्ण गोविंद हरे मुरारे, हे नाथ नारायण वासुदेवा। पृथ्वी मोर प्रथम गुरु। अवधूत कहले, राजन, पृथ्वी मोर प्रथम गुरु। ଏହି ପୃଥିବୀ ଠାରୁ ମୁଁ ସହନଶୀଳତା ଶିକ୍ଷା କଲି। ଏ ପୃଥିବୀ ସମସ୍ତଙ୍କୁ ଧାରଣ କରିଛି। ପୃଥିବୀକୁ ଏ ମଣିଷ ବହୁତ କଷ୍ଟ ଦେଇଛି, କିନ୍ତୁ ସେ କେବେ କୋପ ପ୍ରକାଶ କରିନାହିଁ। ବରଂ ସେ ଅଧିକ ଅନ୍ନ ଜଳ ଦାନ କରୁଛି। ପୃଥିବୀ ଅନ୍ନ ଦାନ କରି ଜୀବଜଗତର ପ୍ରତିପୋଷଣ କରୁଛି। ପୃଥିବୀ ସବୁପ୍ରକାର ମାନବିକ ଉତ୍ପାଦକୁ ସହ୍ୟ କରୁଛି। ପୃଥିବୀ ଉପରେ ଥିବା ବୃକ୍ଷ ଓ ପର୍ବତ ଠାରୁ ମଧ୍ୟ ମୁଁ ପରୋପକାରର ଶିକ୍ଷା ଲାଭ କରିଛି। ବୃକ୍ଷର ଫଳ ପ୍ରାଣୀମାନଙ୍କୁ ଜୀବନ ଦାନ କରେ। ପରର କଲ୍ୟାଣ ହିଁ ବୃକ୍ଷ ଲତାଙ୍କର ଜୀବନର ପରମ ବ୍ରତ। ବୃକ୍ଷ ଖରା ବର୍ଷାରେ ସମସ୍ତଙ୍କୁ ଆଶ୍ରୟ ଦିଏ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବୃକ୍ଷ ମଣିଷର ଉପକାର କରେ। ଏନ୍ତୁଡ଼ିଶାଳରେ କାଷ୍ଠ ଓ ଜୁଇରେ କାଷ୍ଠ। ବୃକ୍ଷ ନିଜର ପ୍ରତ୍ୟେକ ଉପାଦାନ ଦ୍ୱାରା ପରର ଉପକାର କରିଥାଏ। ପର୍ବତକୁ ମଣିଷ କାଟି ମୂର୍ତ୍ତି, ମନ୍ଦିର, ପ୍ରସାଦ ଗଢ଼େ। ପର୍ବତ ଗୁମ୍ଫା ସମସ୍ତଙ୍କୁ ଆଶ୍ରୟ ଦିଏ। ପର୍ବତରୁ ବାହାରିଥିବା ଝରଣା ସମସ୍ତଙ୍କ ଜୀବନ ରକ୍ଷା କରେ। ତେଣୁ ପୃଥିବୀଠାରୁ ମୁଁ ଧୈର୍ଯ୍ୟ ଓ ପରୋପକାରର ରୂପକ ଦୁଇଟି ମହାନ ତତ୍ତ୍ୱ ଶିକ୍ଷା କଲି। ଏ ସଂସାରରେ ମନୁଷ୍ୟ ଜନ୍ମ ହୋଇ ନିଜର କର୍ମଫଳ ଭୋଗ କରୁଛି। ସଂସାରରେ ରହି ଦୁଃଖ ସୁଖ ସହିବାକୁ ପଡ଼ିବ। ଭାଗବତରେ ଯଥାର୍ଥରେ କୁହାଯାଇଛି, କର୍ମ ଆଦରି ସହେ ଦୁଃଖ, କେବେ ନ ହୋଇ ବିମୁଖ। ଦୁଃଖ ନ ଛାଡ଼ି ନିଜ ପଥ, ଚଞ୍ଚଳ ନ କରଇ ଚିତ। ମୋର ଦ୍ୱିତୀୟ ଗୁରୁ ବାୟୁ। ମୁଁ ବାୟୁଠାରୁ ସଂଯମ ଓ ନିଃସଙ୍ଗତା ଶିକ୍ଷା କଲି। ଭାଗବତରେ କୁହାଯାଇଛି, ଦେଖ ପବନ ଏ ଶରୀରେ, ବିହଇ ଅନ୍ତର ବାହାରେ। କାହାରି ସଙ୍ଗେ ସଙ୍ଗ ନୋହେ, ସମେ ବସଇ ସର୍ବଦେହେ। ଏ ରୂପେ ସର୍ବଦେହ ଥାଇ, ଭବାସୀ জন ପ୍ରାୟ ହୋଇ, ଉଦାସୀ জন ପ୍ରାୟ ହୋଇ। ଅବଧୂତ କହିଲେ, ହେ ରାଜନ, ବାୟୁ ଦୁଇ ପ୍ରକାରର, ଅଭ୍ୟନ୍ତର ବାୟୁ ବା ପ୍ରାଣବାୟୁ ଓ ବାହାରର ବାୟୁ ବା ସାଧାରଣ ବାୟୁ। ପ୍ରାଣବାୟୁର କାର୍ଯ୍ୟ କ୍ଷୁଧା ତୃଷା ସୃଷ୍ଟି କରିବା। ତାହା ଅନ୍ନ ଜଳ ଦ୍ୱାରା ପରିତୃପ୍ତ ହୁଏ। ପ୍ରାଣବାୟୁର କେବଳ ଆହାର ଆବଶ୍ୟକ। ସେହିପରି ଜ୍ଞାନୀ ଲୋକ ପ୍ରାଣର ଆଧାର ଭୂତ ଶରୀର ସୁରକ୍ଷା ପାଇଁ କେବଳ ଆହାର ଇଚ୍ଛା କରେ। ଆହାରର ଭଲ ମନ୍ଦ, ଗୁଣାଗୁଣ, ପାତ୍ରାପାତ୍ର ବିଷୟରେ ଜ୍ଞାନୀ ବିଚାର କରେ ନାହିଁ। କାରଣ କଣ୍ଠ ତଳକୁ ଯିବା ମାତ୍ରେ ସବୁ ଖାଦ୍ୟର ଗତି ଏକ ପ୍ରକାର ହୋଇଥାଏ। ଅନ୍ନ ହିଁ ବ୍ରହ୍ମ। ଭୋଜନ ବିନା ଜ୍ଞାନ ନଷ୍ଟ ହୁଏ, ସ୍ମୃତି ଶକ୍ତି ଲୋପ ହୁଏ। ଶରୀର ରକ୍ଷା ପାଇଁ ଖାଦ୍ୟର ଆବଶ୍ୟକତା ରହିଛି। ଏ ଶରୀର ସହାୟତାରେ ଆମେ ପରମାର୍ଥ ସାଧନ କରୁ। ଶରୀର ବିନା ସାଧନା ଅସମ୍ଭବ। ଅନ୍ନରୁ ମନର ସୃଷ୍ଟି। ମନ ସୁସ୍ଥ ରହିଲେ ଜ୍ଞାନ ବଢ଼େ। ଅହିତକର ଭୋଜନ ଦ୍ୱାରା ତମଗୁଣ ବୃଦ୍ଧି ପାଏ। ତମଗୁଣର ଅଭିବୃଦ୍ଧି ଦ୍ୱାରା ଜ୍ଞାନ ଲୋପ ହୁଏ। କେବଳ କ୍ଷୁଧା ନିବୃତ୍ତି ଭୋଜନର ଲକ୍ଷ୍ୟ ହେବା ଉଚିତ। ଭୋଜନ ବିନା ମନ ଓ ବଚନର ବିକୃତି ଜାତ ହୁଏ। ଭୋଜନରେ ସଂଯମ ରକ୍ଷା କରିବା ଉଚିତ। ମୁଁ ପ୍ରାଣବାୟୁ ଠାରୁ ଏ ଶିକ୍ଷା ଲାଭ କଲି। ବାହ୍ୟବାୟୁ ସର୍ବତ୍ର ବିଦ୍ୟମାନ। ସେ ସର୍ବଗାମୀ ହେଲେ ମଧ୍ୟ ସର୍ବଦା ନିର୍ଲିପ୍ତ ଥାଏ। ସେହିପରି ଆପ୍ତଜ୍ଞାନୀ ନିର୍ଲିପ୍ତ। ଆପ୍ତଜ୍ଞାନୀ ବାୟୁ ଭଳି ଏହି ଶରୀରରେ ଅବସ୍ଥାନ କରେ। ଶରୀର ଅନିତ୍ୟ, ଆତ୍ମା ନିତ୍ୟ। ଶରୀର ଅଶୁଦ୍ଧ, ଆତ୍ମା ଶୁଦ୍ଧ। ନିଜକୁ ଶରୀର ଭାବିବା ଉଚିତ ନୁହଁ।
ଶରୀର ମଧ୍ୟରେ ଥାଇ ମଧ୍ୟ ତାଠାରୁ ଦୂରେଇ ରହିବା ଉଚିତ। ପ୍ରାଣ ରକ୍ଷା ପାଇଁ ନିୟମିତ ହିତକାରକ ଭୋଜନ କରିବା ଉଚିତ। ଆହାରରେ ସଂଯମ ଆବଶ୍ୟକ। ମନକୁ ସଂଯମ କର। ବାୟୁ ମନକୁ ଚଞ୍ଚଳ କରେ। ବାୟୁ ଗନ୍ଧକୁ ବହନ କରେ, କିନ୍ତୁ ସେ ନିର୍ଲିପ୍ତ ଥାଏ। ବାୟୁର ଧର୍ମସ୍ପର୍ଶ ତାଠାରେ ବିକାର ଉତ୍ପନ୍ନ ହୁଏନି। ସେହିପରି ଯୋଗୀ ବିଷୟ ନିର୍ଲିପ୍ତ ହେବା ଦରକାର। ଜ୍ଞାନୀ ଇନ୍ଦ୍ରିୟର ଅଧୀନ ହୋଇ ସୁଖ ଭୋଗ କରେ ନାହିଁ, ସେ ନିର୍ଲିପ୍ତ ଥାଏ। ବାୟୁ ପରି ଜ୍ଞାନୀ କାହାର ଦୋଷଗୁଣ ବିଚାର କରେ ନାହିଁ। ଜ୍ଞାନୀର ମନ ଶୁଦ୍ଧ, ସେ ଇନ୍ଦ୍ରିୟ ବଶ ନୁହେଁ। ପରର ଗୁଣ ଦୋଷକୁ ଜ୍ଞାନୀ ଗ୍ରହଣ କରେ ନାହିଁ। ସଂସାରରେ ଥିବା ଯାଏ ଜ୍ଞାନୀ ପଦ୍ମପତ୍ରର ଜଳ ପରି ନିର୍ଲିପ୍ତ ରହିଥାଏ। ଆକାଶ ମୋର ତୃତୀୟ ଗୁରୁ। ମୁଁ ଆକାଶଠାରୁ ଆତ୍ମାର ବ୍ୟାପକତା ବିଷୟରେ ଶିକ୍ଷା ଲାଭ କଲି। ଭାଗବତରେ କୁହାଯାଇଛି, ଆକାଶ ପ୍ରାୟ ସର୍ବଠାରେ ବ୍ୟାପିଛି ଆତ୍ମା ନିର୍ବିକାରେ। ଦେହରେ ଥାଇ ସଙ୍ଗ ନୋହେ, ଘଟ ଆକାଶ ପ୍ରାୟ ରହେ। ଆକାଶ ପରି ଆତ୍ମା ସର୍ବବ୍ୟାପୀ। ଆକାଶ ପରି ଆତ୍ମା ଅନାଦି ଓ ଅବିନାଶୀ। ଆତ୍ମା ନିତ୍ୟ ଶୁଦ୍ଧ ଅସଙ୍ଗ। ଏପରି ସ୍ଥାନ ନାହିଁ ଯେଉଁଠି ଆକାଶ ନାହିଁ। ଆକାଶ ସର୍ବତ୍ର ବିଦ୍ୟମାନ। ଆକାଶର କୌଣସି ରୂପ, ରଙ୍ଗ ବା ଆକୃତି ନାହିଁ। ଆମ ପାଦ ପୃଥିବୀରେ, କିନ୍ତୁ ସାରା ଶରୀର ଆକାଶରେ। କଳସୀ ଚାରିପାଖରେ ମାଟି ଆଉ ତା ଭିତରେ ଆକାଶ। ଏହାକୁ ଘଟାକାଶ କୁହାଯାଏ। ସେହିପରି ଦେହର ଚାରିଆଡ଼େ ଅଙ୍ଗ ପ୍ରତ୍ୟଙ୍ଗର ଆବୃତ ଅଭ୍ୟନ୍ତରସ୍ଥ ଆକାଶକୁ ଶରୀରାକାଶ କୁହାଯାଏ। ଘଟର ଭିତରେ ଓ ବାହାରେ ଯେପରି ଆକାଶ, ସେହିପରି ଅଣୁ ପରମାଣୁରେ ଆକାଶ ପରିବ୍ୟାପ୍ତ। ତେଣୁ ସ୍ଥାବର ଜଙ୍ଗମ ସର୍ବତ୍ର ଆକାଶ ବିଦ୍ୟମାନ। ଆକାଶରେ ନିରନ୍ତର ଭ୍ରମଣରତ ଜଳକଣା ଆକାଶଗଙ୍ଗା ନାମରେ ପରିଚିତ। ଆକାଶ ଭଳି ଯୋଗୀ ନିର୍ଲିପ୍ତ ଥାଏ। ଯୋଗୀ ଆତ୍ମାର ସ୍ୱରୂପକୁ ଅନୁଭବ କରେ। ଦେହ ଆତ୍ମାର ଘର। ଆତ୍ମା ପରମାତ୍ମା ଠାରୁ ପୃଥକ ନୁହେଁ। ଘଟ ମଧ୍ୟସ୍ଥ ଆକାଶ ମହାକାଶ ଠାରୁ ପୃଥକ ନୁହେଁ। ଘଟର ସୀମାରେ ଥିବା ଯାଏ ତାହା ଘଟାକାଶ। ଘଟ ଭାଙ୍ଗିଲେ ତାହା ମହାକାଶରେ ମିଶି ମହାକାଶ ହୋଇଯାଏ। ଆକାଶ ଅନ୍ୟସ୍ତ, ଯୋଗୀ ଅନାସକ୍ତ। ଜଳ ମୋର ଚତୁର୍ଥ ଗୁରୁ। ଜଳଠାରୁ ମୁଁ ସ୍ୱଚ୍ଛତା, ସ୍ନେହ, ମଧୁର ଭାଷଣ ଓ ତୀର୍ଥଭାବ ଏପରି 4ଟି ଶିକ୍ଷା ଗ୍ରହଣ କରିଛି। ଭାଗବତରେ କୁହାଯାଇଛି, ଜଳ ଯେ ସନେ ସନିର୍ମଳ, ସ୍ୱଭାବେ ସ୍ନିଗ୍ଧଂ ସମଧୁର। ମଧୁର ସୁରୁଚି ବଚନ, ଶୁଣି ହରଷ ସର୍ବଜନ। ତୀର୍ଥର ପ୍ରାୟେ ଭଗବାନ, ବ୍ରହ୍ମଇ ଜନ ପରିତ୍ରାଣ। ସ୍ନାହାନ ତର୍ପଣ ମାର୍ଜନେ, ପବିତ୍ର ହନ୍ତି ପ୍ରାଣୀମାନେ। ଜଳ ପରି ସାଧୁ ସୁଧୀ, ମଧୁର ଓ ଶୀତଳ ସ୍ୱଭାବଯୁକ୍ତ ହେବା ଉଚିତ। ଜଳର ସ୍ୱଚ୍ଛତା ଭଳି ସାଧୁର ଅନ୍ତର ସର୍ବଦା ନିର୍ମଳ ରହିବା ଉଚିତ। ଜଳ ସ୍ୱଭାବତଃ ସ୍ୱଚ୍ଛ। ଆବିଳତା ଜଳର ସ୍ୱଭାବ ନୁହଁ, ତାହା ପୃଥିବୀ ସହିତ ସମ୍ପର୍କ ହେତୁ ଘଟିଥାଏ। ଜଳରେ ଦୁର୍ଗନ୍ଧ ନାହିଁ କି ସୁଗନ୍ଧ ନାହିଁ। ଗନ୍ଧ ପୃଥିବୀର ଗୁଣ। ଜଳ ଶୀତଳ ଓ ଶୀତଳତା ତା'ର ସ୍ୱାଭାବିକ ଧର୍ମ। ସେହିଭଳି ସାଧୁର ହୃଦୟ ସ୍ୱଚ୍ଛ ଓ ଶୀତଳ ହେବା ଉଚିତ। ଜଳର ଉଷ୍ଣତା କ୍ଷଣିକ। ସାଧୁର ରୋଷ କ୍ଷଣିକ। ରୋଷ ତ ତା ମନରେ ବିକାର ସୃଷ୍ଟି କରିପାରେ ନାହିଁ। ସାଧୁ ସର୍ବଦା ଜନ ଭଳି ସ୍ୱଚ୍ଛ ଓ ଶୀତଳ ହେବା ଉଚିତ। ଜଳ ସ୍ନେହଯୁକ୍ତ। ଜଳ ସର୍ବପ୍ରିୟ। ଜଳ ପାଇ ପ୍ରସନ୍ନ ହୁଅନ୍ତି। ଶୁଷ୍କ ବୃକ୍ଷ ପଲ୍ଲବିତ ହୁଏ। ଏ ଜୀବନ ସୁନ୍ଦର ହୁଏ। ସାଧୁ ସମ୍ପର୍କରେ ଆସିଲେ ଶୁଷ୍କ ହୃଦୟ ମଧ୍ୟ ଦ୍ରବିତ ହୁଏ। ସାଧୁଙ୍କୁ ଦେଖିବା ମାତ୍ରେ ସମସ୍ତଙ୍କ ହୃଦୟ ପୁଲକିତ ହୋଇଯାଏ। ଜଳ ସ୍ୱଭାବତଃ ମଧୁର। ଯୋଗୀ ସେହିପରି ସର୍ବଦା ମଧୁରଭାଷୀ ହେବା ଉଚିତ। ମିଠା କଥା କହିବା ଏକ ବିଶେଷ ଗୁଣ। ବିନୟ ମଧୁର ବଚନ, କହି ତୋଷିବ ଜନମନ। ଯୋଗୀର ଅନ୍ତର ଶୁଦ୍ଧ, ତେଣୁ ତା ମୁଖରୁ କଟୁ ବଚନ ବାହାରେ ନାହିଁ। ଯେଉଁମାନଙ୍କର ହୃଦୟ ଦ୍ୱେଷପୂର୍ଣ୍ଣ, ସେମାନେ କଟୁଭାଷୀ ହୋଇଥାନ୍ତି। ବିଦ୍ୱେଷ, ଅହଙ୍କାର ବା ଗର୍ବ ବିନା ଭାଷା କଟୁ ହୁଏ ନାହିଁ।
କଟୁ କଥାର ଆଘାତ ସାରା ଜୀବନ ମାନେ ରହିଥାଏ। ଯୋଗୀର ହୃଦୟ ପ୍ରେମ ରସରେ ପରିପୂର୍ଣ୍ଣ। ଯୋଗୀ ଜଳ ଭଳି ସ୍ୱଭାବତଃ ମଧୁରଭାଷୀ। କୌଣସି କାରଣରୁ କଟୁତା ସୃଷ୍ଟି ହେଲେ ମଧ୍ୟ ତାହା ଅଚିରେ ଅପସୃତ ହୋଇଯାଏ। ତେଣୁ ଜଳଠାରୁ ମୁଁ ମଧୁରଭାଷୀ ହେବାର ଶିକ୍ଷା ଲାଭ କଲି। ଜଳ ତୀର୍ଥ ନାମରେ ଅଭିହିତ। ଜଳ ସମସ୍ତଙ୍କୁ ପବିତ୍ର କରେ। ଶରୀରର ଯାବତୀୟ ଶୁଦ୍ଧି ଜଳ ଦ୍ୱାରା କରାଯାଇଥାଏ। ପାପରୁ ମୁକ୍ତି ପାଇବା ପାଇଁ ଲୋକେ କାଶୀ, ପ୍ରୟାଗ, ପୁଷ୍କର, କୁରୁକ୍ଷେତ୍ର, ପ୍ରୟାଗରାଜ ଆଦି ତୀର୍ଥରେ ସ୍ନାନ କରି ଶୁଦ୍ଧ ହୁଅନ୍ତି। ତୀର୍ଥ ଜଳ ଦର୍ଶନ, ସ୍ପର୍ଶନ ଓ ସ୍ନାନ ଆଦି ଦ୍ୱାରା ଯେପରି ସମସ୍ତଙ୍କୁ ପବିତ୍ର କରେ, ସେପରି ଯୋଗୀ ନିଜର ଦର୍ଶନ, ସ୍ପର୍ଶନ ଓ କୀର୍ତ୍ତନ ଦ୍ୱାରା ସମସ୍ତଙ୍କୁ କିଛି ପବିତ୍ର ଓ ଶୁଦ୍ଧ କରିଥାଏ। ସେ ସମସ୍ତଙ୍କୁ ପ୍ରେମପୂର୍ଣ୍ଣ ଦୃଷ୍ଟିରେ ଦେଖେ। ଯାହାର ଅନ୍ତର ବିଶୁଦ୍ଧ, ତାର ସ୍ପର୍ଶରେ ଦେହରେ ପୁଲକ ସୃଷ୍ଟି ହୁଏ। ସାଧୁ ଲୋକ ଭଗବାନଙ୍କ ଗୁଣଗାନ ଓ ନାମ ସଂକୀର୍ତ୍ତନ ଦ୍ୱାରା ପ୍ରାଣୀ ଜଗତକୁ ପବିତ୍ର କରେ। ଜଳଠାରୁ ମୁଁ ତୀର୍ଥର ସ୍ୱରୂପ ଶିକ୍ଷା କଲି। ତୀର୍ଥରେ ତ୍ୟାଗୀ ଯୋଗୀ ପୁରୁଷଙ୍କର ଦର୍ଶନ, ସ୍ପର୍ଶନ ଓ ଗୁଣ କୀର୍ତ୍ତନର ସୁଯୋଗ ମିଳେ। ଜଳ ଯେପରି ସମସ୍ତଙ୍କୁ ତୃପ୍ତ କରେ, ସେପରି ପରୋପକାରୀ ସାଧୁ ସନ୍ଥମାନେ ସମସ୍ତଙ୍କୁ ତୃପ୍ତ କରୁଛନ୍ତି। କିନ୍ତୁ ଲୋକମାନଙ୍କର ବିଡ଼ମ୍ବନା ଯେ ସାଧୁସଙ୍ଗ କରୁନାହାନ୍ତି। ସେମାନେ ସାଧୁକୁ ଦେଖିଲେ ଆଡ଼େଇ ହୋଇ ଚାଲିଯାଆନ୍ତି। ଧନ୍ୟ ଧନ୍ୟ କଳିଯୁଗର ମଣିଷମାନଙ୍କର ବୁଦ୍ଧି। ଅଗ୍ନି ମୋର ପଞ୍ଚମ ଗୁରୁ। ଭାଗବତରେ କୁହାଯାଇଛି, ତେଜସୀ ତପସ୍ୟା ଦୀପ୍ତ ଦୁର୍ଦ୍ଧଶୋର୍ଦ୍ଧର ଭାଜନ ସର୍ବଭକ୍ଷୋପି ଯୋକାନ୍ତା ନାତତେ ମଳମଗ୍ନିମତ୍। ତପସ୍ୟା ଦ୍ୱାରା ସର୍ବଦା ଦେବୀପ୍ୟମାନ ରହିବାର ଶିକ୍ଷା ମୁଁ ଅଗ୍ନିଠାରୁ ଲାଭ କରିଛି। ଅଗ୍ନି ଯେପରି ତେଜସ୍ୱୀ, ତପସ୍ୱୀ ସେପରି ତେଜସ୍ୱୀ ହେବା ଉଚିତ। ଦେଖ, ତୁ ମୋର କଳେବର, ସୁଦୀପ୍ତ ତେଜ ବଳିୟାର। ତପସ୍ୟା ବିନା ଆତ୍ମାର ପ୍ରକାଶ ଅସମ୍ଭବ। ତେଜସ୍ୱୀ ଅଗ୍ନି ପରି ଜିତେନ୍ଦ୍ରିୟ ହେବା ଆବଶ୍ୟକ। ଇନ୍ଦ୍ରିୟ ଲାଳସା ହେତୁ ତେଜ କ୍ଷୀଣ ହୁଏ। ତପସ୍ୟା ତିନି ପ୍ରକାର, କାୟିକ, ବାଚିକ ଓ ମାନସିକ। ଦେବତାଙ୍କ ପାଇଁ ପୂଜା, ସାମଗ୍ରୀର ଏକତ୍ରୀକରଣ, ପୁଷ୍ପ ଚୟନ, ମାଳା ନିର୍ମାଣ, ଚନ୍ଦନ ପ୍ରସ୍ତୁତି ଆଦି କାୟିକା ପୂଜା। ବାଚିବ ତପସ୍ୟାରେ ସର୍ବଶ୍ରେଷ୍ଠ ହେଉଛି ମୌନ। ସର୍ବଦା ସତ୍ୟ କହିବା ଉଚିତ। ଅପ୍ରିୟ ସତ୍ୟ କହିବା ଉଚିତ ନୁହଁ। ସର୍ବଦା ହିତ, ମନୋହାରୀ, ମଧୁର, ମିତ ଓ ଅନୁଦ୍ବେଗକର ବଚନ କହିବ। ଭଗବାନଙ୍କ ନାମ ଓ ଗୁଣଗାନ, ସଦ୍ଗ୍ରନ୍ଥ ଅଧ୍ୟୟନ ଦ୍ୱାରା ବାଚିକ ତପସ୍ୟା ପାଳିତ ହୁଏ। ସର୍ବଦା ପ୍ରସନ୍ନ ରହିବା ମାନସିକ ତପସ୍ୟା। ଅନ୍ତର ପ୍ରସନ୍ନ ରହିଲେ ତାହା ମୁଖମଣ୍ଡଳରେ ପ୍ରକାଶିତ ହୁଏ। ଯାହାର ଅନ୍ତଃକରଣ ଅଶୁଦ୍ଧ, ସେ ଖୋଲା ଭାବରେ ହସିପାରେ ନାହିଁ। ମନରୁ କୁଟିଳତା ତ୍ୟାଗ କର। ମନକୁ ସଂଯମ ଓ ଭାବକୁ ପବିତ୍ର ରଖ। ଅଗ୍ନି ଭଳି ତପ୍ତ ରହିବା ନିମିତ୍ତ କାୟିକ, ବାଚିକ ଓ ମାନସିକ ତପସ୍ୟା ଆଚରଣର କରିବା ଉଚିତ। କେବଳ ପାତ୍ର ମୋ ଉଦର, ଏଣୁ ମୋ ଲୋକେ ଭୟଙ୍କର। ତେଣୁ ମୁଁ ଧ୍ୟାନ ଯୋଗ ବଳେ ଭୋଜନ କରେ ସର୍ବଠାରେ। ଅଗ୍ନି ଯେ ଶନେ ସର୍ବ ଖାଇ, ବିଚାରେ ଗୁଣ ଦୋଷ ନାହିଁ। ଅଗ୍ନିକୁ ଯାହା ଆଉ ଯେତେ ଦେଲେ ସେ ତାହା ଭସ୍ମ କରିଦିଏ। ଅଗ୍ନିଠାରେ କିଛି ସଞ୍ଚିତ ହୋଇ ରହେ ନାହିଁ। ସେହିପରି ତ୍ୟାଗୀ ଯୋଗୀ ଯାହା କିଛି ସଂଗ୍ରହ କରିବେ, ତାହାର ସଦ୍ବ୍ୟବହାର କରିବେ। କିଛି ସଞ୍ଚୟ କରି ରଖନ୍ତି ନାହିଁ। ଅଭାବରେ ହିଁ ମନୋବଳ ବୃଦ୍ଧି ପାଏ। ସାଧୁ ଲୋକ ମାତ୍ର ଗୋଟିଏ ଦିନର ଚିନ୍ତା କରିବା ଉଚିତ। ଅଗ୍ନିରେ ଘୃତ, ସୁଗନ୍ଧ ବା ଦୁର୍ଗନ୍ଧ ଦ୍ରବ୍ୟ ଯାହା କିଛି ଆହୁତି ଦିଆଯାଏ, ସେ ସମସ୍ତ ସ୍ୱାହା କରେ। ଦ୍ରବ୍ୟର ଦୋଷାଦୋଷ ବା ଗୁଣାଗୁଣ ଅଗ୍ନିଙ୍କୁ ସ୍ପର୍ଶ କରେ ନାହିଁ। ସେହିପରି ଯେ ଯାହା ଭିକ୍ଷା ସ୍ୱରୂପ ଦିଏ, ଯତି ତାହାକୁ ପ୍ରସନ୍ନ ଚିତ୍ତରେ ସ୍ୱୀକାର କରେ। ସେଥିରେ ଭେଦଭାବନା ରହେ ନାହିଁ। ସଂଯତ ଚିତ୍ତ ହୋଇ ଦୋଷଗୁଣ ବିଚାରଠାରୁ ମୁକ୍ତ ରହିବାର କଥା
ମୁଁ ଅଗ୍ନିଠାରୁ ଶିକ୍ଷା ଲାଭ କଲି। କେବେ ପ୍ରକାଶେ ଅପ୍ରକାଶେ ଭୋଜନ କରେ ସବ୍ରବାସେ, ଶ୍ରେୟ ଇଚ୍ଛନ୍ତି ଦାତାଙ୍କର ପାପନାଶର ପୂର୍ବାପର। ଅଗ୍ନି ଯଜ୍ଞାଦି କ୍ଷେତ୍ରରେ ପ୍ରକଟ ଅବସ୍ଥାରେ ଥିଲେ ବି ଅନ୍ୟ ସ୍ଥାନରେ ଅପ୍ରକଟ ଅବସ୍ଥାରେ ଯାଏ। ତେଣୁ ସାଧୁ ଉଚିତ ଅବସର ପାଇଲେ ନିଜକୁ ପ୍ରକଟ କରେ, ଅନ୍ୟଥା ବନଗିରି ଗୁମ୍ଫାରେ ନିଜର ସାଧନା ଚଳାଇଥାଏ। କୌଣସି ଗୋଟିଏ ସ୍ଥାନରେ ଆତ୍ମୀୟତା ସୃଷ୍ଟି କରିବା ସାଧୁର ଧର୍ମ ନୁହଁ। ମୁମୁକ୍ଷୁ ଯତି ସମସ୍ତଙ୍କ କଲ୍ୟାଣ କାମନା କରନ୍ତି। ଅଗ୍ନିକୁ ଶୀତ ଦିନେ ଲୋକେ ଘେରି ବସିବା ପରି ସାଧୁଙ୍କୁ ଘେରି ବସନ୍ତି। ଖରାଦିନେ ରୋଷେଇ କରୁଥିବା ଓ ଯଜ୍ଞ କରୁଥିବା ବେଳେ ଲୋକେ ଅଗ୍ନି ସେବନ କରନ୍ତି, କିନ୍ତୁ କୌଣସି କ୍ଷେତ୍ରରେ ଅଗ୍ନିର ତେଜ ହ୍ରାସ ପାଏ ନାହିଁ। ସେହିପରି ଯତିର ତେଜ ହ୍ରାସ ହୁଏ ନାହିଁ। ଅଗ୍ନି ଯେପରି ମଳନାଶ କରି ସୁବର୍ଣ୍ଣକୁ ବିଶୁଦ୍ଧ ଓ ସମୁଜ୍ଜ୍ୱଳ କରେ, ସେପରି ଯୋଗୀ ସମସ୍ତ ପ୍ରକାର ଭିକ୍ଷା ଅକୁଣ୍ଠ ଚିତ୍ତରେ ଗ୍ରହଣ କରି ଭିକ୍ଷାଦାତାର ଅଶୁଭ ନାଶ କରେ। ତେଣୁ ଅବଧୂତ ସର୍ବତ୍ର ଅନ୍ନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସ୍ୱଚ୍ଛନ୍ଦ ଭାବରେ ବିଚରଣ କରେ। ଅଗ୍ନିରୁ ପବିତ୍ରତାର ଶିକ୍ଷା କର। ହୃଦୟରେ ବିବେକ ଅଗ୍ନି ଜଳୁଥିଲେ ପାପ କରିପାରିବ ନାହିଁ। ପାପ କଥା ମନରୁ ପୋଛିଦିଅ। ଅନ୍ୟର ପାପ ବିଷୟ ଚିନ୍ତା କରିବା ହିଁ ପାପ। ହୃଦୟରେ ବିବେକର ଅଗ୍ନି ପକାଅ, ଜଳାଅ। ଅଗ୍ନିଠାରୁ ଆତ୍ମାର ଏକରୂପତା ଶିକ୍ଷା କଲି। ଆତ୍ମା ଅଗ୍ନି ପରି ସର୍ବବ୍ୟାପକ, ତଥାପି ଉପାଧି ଅନୁସାରେ ଭିନ୍ନ ଭିନ୍ନ ଯୋନିରେ ଜନ୍ମ ହୋଇ ଭିନ୍ନ ଭିନ୍ନ ନାମ ଧରେ। ସର୍ବବ୍ୟାପୀ ଆତ୍ମା ପଶୁ, ପକ୍ଷୀ, ମାନବ, କୀଟ, ପତଙ୍ଗାଦି ଯୋନି ଅନୁସାରେ ସ୍ୱତନ୍ତ୍ର ଭାବେ ପ୍ରତୀତ ହୁଏ। ଚନ୍ଦ୍ର ମୋର ଷଷ୍ଠ ଗୁରୁ। ଭାଗବତରେ କୁହାଯାଇଛି, ଜନ୍ମ ଯୌବନ ଜରା ମୃତ୍ୟୁ ଶୁଭ ଅଶୁଭ ଦୁଃଖ ହେତୁ, ଏ ସର୍ବଗୁଣ ବହେ ଦେହ ଜୀବର ନୋହେ ପରିଗ୍ରହ। ଚନ୍ଦ୍ରର କ୍ଷୟ ବୃଦ୍ଧି ଯେହ୍ନେ କୃଷ୍ଣ ଶୁକ୍ଳ ପକ୍ଷ ମାନେ, ଲୋକଲୋଚନେ ଭ୍ରାନ୍ତି ଦିଶେ ଅକ୍ଷୟ ଏକ ଜଳା ଶେଷେ କଳା ଶେଷେ। ଜୀବର ହେମନ୍ତ ବାହାର ସ୍ୱଭାବେ ଅଜର ଅମର। ଚନ୍ଦ୍ରର ହ୍ରାସ ବୃଦ୍ଧି ଘଟେ ବୋଲି ଅଜ୍ଞାନୀ ବିଚାର କରେ। ଜ୍ଞାନୀ ଲୋକମାନେ ଏହାକୁ ସ୍ୱୀକାର କରନ୍ତି ନାହିଁ। ସେମାନେ କହନ୍ତି ଚନ୍ଦ୍ରର ହ୍ରାସ ବୃଦ୍ଧି ନାହିଁ, ସେ ସର୍ବଦା ଅପରିବର୍ତ୍ତିତ ରହେ। କିନ୍ତୁ ହ୍ରାସ ବୃଦ୍ଧି ଘଟେ ଚନ୍ଦ୍ର କଳାର। ଶରୀରର ପରିବର୍ତ୍ତନ ହୁଏ, ଆତ୍ମାର ପରିବର୍ତ୍ତନ ହୁଏ ନାହିଁ। ଯିଏ ଶାଶ୍ୱତ ନିତ୍ୟ ଅଜ ଅବିନାଶୀ ଆତ୍ମାଙ୍କୁ ଜାଣେ, ସେ ବ୍ରହ୍ମଜ୍ଞାନୀ। ତେଲରେ ଭିଜା ଯାଇଥିବା ସଳିତାଟି ଦୀପରେ ଜଳେ। ଆମେ ବହୁ ଦୀପ ଜାଳୁଛି, କିନ୍ତୁ ଦୀପ ନୁହେଁ, ବତୀ ଜଳୁଛି। ତେଲ ସରିଗଲେ ଦୀପ ଲିଭିଯାଏ। ଆମେ ଦୀପ ଲିଭିଗଲା ବୋଲି କହୁ, କିନ୍ତୁ ଦୀପର ଅବସ୍ଥା ଅପରିବର୍ତ୍ତିତ ରହିଥାଏ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ପରିବର୍ତ୍ତନ ଦେହର, ଆତ୍ମା ନୁହଁ। ଜଡ଼ର ପରିବର୍ତ୍ତନ ହୁଏ, ଚେତନର ନୁହେଁ। ପରିବର୍ତ୍ତନ ଆତ୍ମାର ନୁହଁ, ଦେହର ଧର୍ମ। ଦେହର ହ୍ରାସ ବୃଦ୍ଧିରେ ଆତ୍ମାର କୌଣସି ବିକାର ସୃଷ୍ଟି ହୁଏ ନାହିଁ। ତେଣୁ ଆତ୍ମଜ୍ଞାନୀ ଦେହର ପରିବର୍ତ୍ତନ ବୋଲି ଭାବି ସୁଖୀ ବା ଦୁଃଖୀ ହେବା ଉଚିତ ନୁହଁ। ନଦୀର ପ୍ରବାହ ପରି ଜନ୍ମ ମରଣ ପ୍ରବାହ ନିରବଚ୍ଛିନ୍ନ ଭାବରେ ଚାଲିବ। ଦେହର ଜନ୍ମ ଓ ମୃତ୍ୟୁ ଘଟେ, ତେଣୁ କାହାରି ମୃତ୍ୟୁରେ ଶୋକ କରିବା ଉଚିତ ନୁହଁ। ଜାଣିଶୁଣି ଅନିତ୍ୟ ଓ ନାଶବାନ ପଦାର୍ଥର ମମତା ରଖି ଅଜ୍ଞାନୀଙ୍କ ଭଳି ଦୁଃଖୀ ହେବା ଉଚିତ ନୁହଁ। ଜ୍ଞାନୀ ବ୍ୟକ୍ତି ସାଂସାରିକ ବିବର୍ତ୍ତନରେ ନିର୍ବିକାର ରହେ। ଚନ୍ଦ୍ର ଯେପରି କଳାର ହ୍ରାସ ବୃଦ୍ଧିରେ ନିର୍ବିକାର ରହେ। ସୂର୍ଯ୍ୟ ମୋର ସପ୍ତମ ଶିକ୍ଷାଗୁରୁ। ଭାଗବତରେ କୁହାଯାଇଛି, ଆତ୍ମାର ସଙ୍ଗ ନାହିଁ ତେଣେ ଆଦିତ୍ୟ ଯେ ଶନେ କରଣେ, ସକଳ ସ୍ଥାନୁ ରସ ହରେ ନିର୍ଦୋଷ ନିର୍ଲେପ ଚିନ୍ ବିଚାରେ। କାଳରେ ସମସ୍ତ ତେଜଇ ସଞ୍ଚିତ ଦାନେ କ୍ଷୋଭ ନାହିଁ, ଏ ଜୀବ ଆତ୍ମା ସର୍ବଦେହେ ଇନ୍ଦ୍ରିୟ ରସେ ବସନ ହେ। ସେମନ୍ତେ ରବି ବିମ୍ବ ନିରେ ତେମନ୍ତେ ସ୍ଥୂଳ ବୁଦ୍ଧି ନରେ। ସୂର୍ଯ୍ୟଙ୍କ ଠାରୁ ମୁଁ ଅନାସକ୍ତ ଭାବନା ଓ ଆତ୍ମାର ଅପରିଚ୍ଛନ୍ନତା ଶିକ୍ଷା ଲାଭ କରିଛି। ସୂର୍ଯ୍ୟଙ୍କ ପରି ଆତ୍ମା ଅସଙ୍ଗ। ସେ ସବୁ ସ୍ଥାନରୁ ରସ ଗ୍ରହଣ କରେ, କିନ୍ତୁ ସଦା ନିର୍ଲିପ୍ତ ଥାଏ। ସେ ସମୁଦ୍ର
ନଦୀ କୂପ ପୁଷ୍କରଣରୁ ଜଳ ସଂଗ୍ରହ କରେ। ସମୟ ଆସିଲେ ସଞ୍ଚିତ ଜଳକୁ ଦାନ କରି ପ୍ରାଣୀ ଜଗତକୁ ରକ୍ଷା କରେ। ତ୍ୟାଗରୁ ବୁଦ୍ଧିର ବିକାଶ ହୁଏ। ତ୍ୟାଗରୁ ବୁଦ୍ଧିର ବିକାଶ ହୁଏ। କେବଳ ସଂଗ୍ରହ କଲେ ସୁଖୀ ହୋଇପାରିବ ନାହିଁ। ସଂସାର ମାଇକ ପଦାର୍ଥକୁ ତ୍ୟାଗ କର। ମାୟାଗ୍ରସ୍ତ ଥିବା ଯାଏ ଜନ୍ମ ମରଣ ଚକ୍ରରେ ଘୁରୁଥିବ। ଯୋଗୀ କେବେ ବସ୍ତୁ ସଂଗ୍ରହ କରେ ନାହିଁ। ସୂର୍ଯ୍ୟଙ୍କ ପରି ଅନାସକ୍ତ ରୁହ। ଯୋଗୀ ଇନ୍ଦ୍ରିୟଗ୍ରାହୀ ପଦାର୍ଥରେ ଆସକ୍ତ ହେବା ଉଚିତ ନୁହଁ। ଆତ୍ମା ଏକ ଅପରିଚ୍ଛନ୍ନ। ନାମର ଭିନ୍ନତା ହେତୁ ଭିନ୍ନ ଭିନ୍ନ ପ୍ରତୀତ ହୁଏ। ସୂର୍ଯ୍ୟ ଯେପରି ଏକ ରୂପରେ ଆକାଶରେ ଥାଇ ପାତ୍ରସ୍ଥ ଜଳରେ ଭିନ୍ନ ଭିନ୍ନ ଭାବେ ପ୍ରତୀତ ହୁଅନ୍ତି, ଆତ୍ମା ସେପରି ଭିନ୍ନ ଭିନ୍ନ ଜୀବରେ ପୃଥକ୍ ବୋଲି ଜଣାପଡ଼େ। ରଙ୍ଗ ବେରଙ୍ଗର ସାନ ବଡ଼ ଜଳପାତ୍ରରେ ସୂର୍ଯ୍ୟଙ୍କ ପ୍ରତିବିମ୍ବ ପଡ଼ିଲେ ପାତ୍ର ଅନୁସାରେ ସୂର୍ଯ୍ୟର ଆକାଶ ହୋଇଥାଏ। କିନ୍ତୁ ସୂର୍ଯ୍ୟ ଏକ ଏ ଭିନ୍ନତା କେବଳ ସ୍ଥୂଳ ବୁଦ୍ଧିଶୀଳଙ୍କ ଠାରେ ପ୍ରତୀତ ହୁଏ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ହେ ନାଥ ନାରାୟଣ ବାସୁଦେବା। 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 ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ହେ ନାଥ ନାରାୟଣ ବାସୁଦେବା।